ମୋର ଓଡ଼ିଶାବାସୀଙ୍କ ଆଗରେ କଥା ଚାହୁଁଛି। ମୁଁ ଏବେ ଆଖୁ ବାଡ଼ିରେ ଆଖୁ ମୂଳରୁ ଘାସ ଉପାଡ଼ୁଛି। ଏଇ ଯେଉଁ ଘାସ ଗୁଡ଼ିକ ମୁଁ ଉପାଡ଼ୁଛି, ଦେଖନ୍ତୁ ଘାସ ଉପାଡ଼ିବାର ପଛରେ ମଣିଷର ବି ବଞ୍ଚିବାର ଶୈଳୀର ସମାନତା ଆସୁଛି। ଏଇଥିଲାଗି କହୁଛି ଭାଇମାନେ, ଦେଖନ୍ତୁ ଏଇ ଯେଉଁ ଆଖୁ ଗଛଟି ବଢ଼ୁଛି ତା ପାଖରେ ଥିବା ଅନାବଶ୍ୟକ ଯେଉଁ ଗଛର କିଛି ଭ୍ୟାଲୁ ନାହିଁ ସେଇ ଗଛକୁ ଉପାଡ଼ିଲେ ସେ ଆଖୁ ଗଛଟି ଗ୍ରୋଥ୍ କରିବ। ଠିକ୍ ସେଇଭଳି ମଣିଷ ଜୀବନ ଯଦି ସେ ତା'ର ବ୍ୟବହାର, ସେ ତା'ର ଶାଳୀନତା, ସେ ତା'ର ଚାରିପାର୍ଶ୍ୱରେ ଥିବା କର୍ମକାର୍ଯ୍ୟକୁ ଯଦି ସନ୍ତୁଳନତା ନ ରଖି, ଯଦି ତା'ର ବ୍ୟବହାରକୁ ଯଦି ନ ସୁଧାରି ଯଦି ତା ଜୀବନକୁ ବଢ଼ିବାକୁ ଚେଷ୍ଟା କରୁଥିବ, ତାହେଲେ ତା ଜୀବନ ସେଭଳି ବଢ଼ିବ ନାହିଁ। ତେଣୁକରି ଆମେ ଆମର ପ୍ରତ୍ୟେକ ଜୀବନରେ ଅନେକ କିଛି ସମ୍ପର୍କ ଏମିତି ତିଆରି କରିବା ଯେଉଁଥିରେ ଯେତେକ ଖରାପ ଏଇ ଘାସ ଭଳି ସମ୍ପର୍କକୁ ଆଖୁ ଗଛଟି ବଢ଼ାଇବାକୁ ହେଲେ ଯେଉଁଭଳି ଭାବେ ପରିଶ୍ରମ କରୁଛେ, ସେଇଭଳି ଭାବେ ଆମ ପାରିପାର୍ଶ୍ୱରେ ସେଇଭଳି ଭାବେ ସମ୍ପର୍କ ଏମିତି ମଜବୁତ ରଖିବା ଯେଉଁଥିରେ ଘାସ ଭଳି ଅନାବଶ୍ୟକ ଗଛ ଗୁଡ଼ିକୁ ଉପାଡ଼ିବାକୁ ପଡ଼ିବ ଏବଂ ସେ ସମ୍ପର୍କକୁ ବାଦ ଦେବାକୁ ପଡ଼ିବ। ତେବେ ଯାଇ ଆପଣମାନେ ନିଶ୍ଚିତ ରୂପେ ଆଖୁ ଗଛକୁ ବଢ଼ାଇ ପାରିବେ ଏବଂ ଆପଣଙ୍କ ନିଜର ପରିଚୟକୁ ସୁଦୃଢ଼ କରିପାରିବେ। ରହିଲି, ନମସ୍କାର, ଜୟ କିଷାନ।